ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ଧମାନଙ୍କୁ ରାସ୍ତା ଦେଖାଇବା ପାଇଁ ଏକ ବାଡ଼ିର ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ସ୍ମାର୍ଟ ଭିଜନ ଗ୍ଲାସ୍ ଯଥା ଆର୍ଟିଫିସିଆଲ ଏଜେନ୍ସି ଚଷମା ପ୍ରସ୍ତୁତ କରିସାରିଛି। ଏହା ସେମାନଙ୍କୁ ପ୍ରତ୍ୟେକ ଥର ମାର୍ଗଦର୍ଶନ କରିବ। ବିଳାସପୁର ସିମ୍ସ ଡାକ୍ତରମାନେ ରୋଗୀକୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଯୋଗାଇ ଦେବେ। 4 ବର୍ଷ ପୂର୍ବେ ଇସ୍ରାଏଲ ଏବଂ ଆମେରିକାରେ ଏହିପରି ଚଷମା ତିଆରି କରାଯାଉଥିଲା ବୋଲି ସିମ୍ସ ଡାକ୍ତରମାନେ କହୁଥିଲେ। ଭାରତରେ ଏହାକୁ ଉନ୍ନତ ଜ୍ଞାନକୌଶଳ ଏବଂ କମ୍ ମୂଲ୍ୟରେ ଦିଲ୍ଲୀର ଜଣେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡକ୍ଟର ରାକେଶ ଯୋଶୀ ଉଦ୍ଭାବନ କରିଛନ୍ତି। 3 ବର୍ଷ ଧରି କଠିନ ପରିଶ୍ରମ ପରେ ସେ ଏହି କାର୍ଯ୍ୟରେ ସଫଳତା ପାଇଛନ୍ତି। ଏହା 6 ମାସ ପୂର୍ବରୁ ଲଞ୍ଚ କରାଯାଇଥିଲା। ଏହି ଚଷମା ଦେଶର ପ୍ରାୟ 1.5 କୋଟି ଅନ୍ଧ ଲୋକଙ୍କ ପାଇଁ ଉପଯୋଗୀ ହୋଇପାରେ। ଏହି ଗ୍ଲାସରେ 5ଟି ବଟନ୍ ଅଛି ଯେପରି କରିବ କାମ। ଡକ୍ଟର ଯୋଶୀଙ୍କ ଅନୁସାରେ ଚଷମା 5ଟି ମୋଡରେ କାମ କରେ। ଏଥିରେ 5ଟି ବଟନ୍ ଲଗାଯାଇଛି। ପ୍ରଥମ ବଟନ୍ ଦବାଇବା ପରେ ଚଷମା ଆପଣଙ୍କୁ ଆଗରେ କ'ଣ ଅଛି କହିବ। ଦ୍ୱିତୀୟଟି ହେଉଛି ରିଡିଂ ମୋଡ୍। ବଟନ୍ ଦବାଇବା ପରେ ଏହି ଚଷମା ଅନ୍ଧ ବ୍ୟକ୍ତିକୁ ବହି ଓ ଖବରକାଗଜ କିମ୍ବା କେଉଁ ଦେଶରେ କ'ଣ ଲେଖା ହୋଇଛି ତାହା ପଢ଼ି ଶୁଣାଇବ। ତୃତୀୟଟି ହେଉଛି ଚାଲିବା ମୋଡ୍। ତାହା ହେଉଛି ତୃତୀୟ ବଟନ୍ ଦବାଇବା ମାତ୍ରେ 3 ମିଟର ଦୂରରେ କ'ଣ ଅଛି ସେ ବିଷୟରେ ସୂଚନା ପାଇବେ। ଚତୁର୍ଥ ମୋଡ୍ ହେଉଛି ଫେସ୍ ମୋଡ୍। ଏହି ସାହାଯ୍ୟରେ କିଏ ସେମାନଙ୍କ ସାମ୍ନାରେ ଠିଆ ହୋଇଛି ତାହା ଜାଣିପାରିବେ। ପଞ୍ଚମ ମୋଡ୍ ହେଉଛି ହେଲ୍ପ ମୋଡ୍। ଯଦି ଆପଣ ଅନ୍ଧ ଲୋକ କୌଣସି ସ୍ଥାନରେ ହଜିଯାଇଛି ତେବେ ତାଙ୍କର ଲୋକେସନ୍ ତାଙ୍କ ପରିବାର ସଦସ୍ୟ ନିକଟରେ ପହଞ୍ଚିବ। ଭାରତ ଏବଂ ବିଦେଶର 72ଟି ଭାଷାରେ ଦକ୍ଷ ଇସ୍ରାଏଲ ଆମେରିକା ନିର୍ମିତ ଚଷମା 5ରୁ 8ଟି ଭାଷା ଫିଟ୍ ହୋଇଥିବା ବେଳେ ଡକ୍ଟର ଯୋଶୀ ନିଜ ଚଷମାରେ ଦେଶ ତଥା ବିଦେଶର 72ଟି ଭାଷା ଫିଟ୍ କରିଛନ୍ତି। ଏହି ଗ୍ଲାସ୍ ଏକ ମୋବାଇଲ ଆପ୍ ମାଧ୍ୟମରେ କାମ କରିବ। ଇସ୍ରାଏଲ ଏବଂ ଆମେରିକୀୟ ଚଷମା ମୂଲ୍ୟ 6.5 ଲକ୍ଷ ଟଙ୍କା। ଡକ୍ଟର ଯୋଶୀ ଏହାର ମୂଲ୍ୟ 48,000 ଟଙ୍କା ରଖିଛନ୍ତି।